डाल लगेଇବା ପାଇଁ ଯେତିକି ହର୍ମୋନ୍‌ର ଦରକାର ପଡ଼େ, ସେତିକି ଆମର ସୂର୍ଯ୍ୟ କିରଣର ବି ଦରକାର ପଡ଼େ। କ'ଣ ପାଇଁ ଆଜି ଆପଣମାନଙ୍କୁ ବଢ଼ିଆ ଉପାୟଟେ ବତେଇବି। ତ ଚାଲନ୍ତୁ ଭିଡ଼ିଓଟି ପୁରା ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ତାହେଲେ ଆପଣ ପୁରା ଡିଟେଲ୍ ଉପରେ ବୁଝିପାରିବେ। ତ ଏଠି ମୋର ଦେଖିପାରୁଥିବେ ବହୁତ ଗୁଡ଼ିଏ ଡାଳରୁ ମୁଁ ଗଛ କରିଛି। କାହିଁକି ନା ଏଇଟା ମୋର ଗୋଟେ ଛୋଟ ନର୍ସରୀଟେ ଖୋଲିଛି। ତ ଏଇ ନର୍ସରୀରେ ମୁଁ ଯେତିକି ଡାଳ ଲଗେଇଛି, କିଛିଟା ମୁଁ ପାଲ ତଳେ ରଖିଥିଲି। କାହିଁକିନା ଗୋଟେ ଜରି ଟାଙ୍ଗିକିରି ସେଇଠି ସ୍ୱାମୀ କହିଲେ ଏଇଠି ଗୋଟେ ମିନି ନର୍ସରୀ କର, ଯାହାକୁ ଆମେ ପ୍ଲାଣ୍ଟ ସେଲ୍ କରିପାରିବା। ସେଇଠି କିଛି ରଖିଥିଲି ମୋର ମନ୍ଦାର ଡାଳ ଗୁଡ଼ାକ, ଯାହା ହେଉଛି କ'ଣ କହିଲେ ଜୁଆ ପୋକ ଲାଗିଯାଇଛି। ଜୁଆ ପୋକ ଲାଗିଲେ କିଛି କଥା ନାହିଁ, ବେଶୀ ପତ୍ରରେ ଲାଗିନାହାନ୍ତି, ମାତ୍ର ଗୋଟେ ଦିଟା ପତ୍ରରେ। ଗଛ କିନ୍ତୁ ବହୁତ ଗ୍ରୋଥ୍ ଅଛି, କିନ୍ତୁ ତା ପାଇଁ ବି ଚିନ୍ତା ନାହିଁ। କାହିଁକିନା ଘରେ ଅଛି ମୋର ଲକ୍ଷ୍ମଣ ରେଖା, ଆଉ ତା ପାଖରେ ରହିଛି ଲିମ୍ବ ତେଲ। ତ ସେଥିପାଇଁ ଗଛ ପାଇଁ ଚିନ୍ତା ନାହିଁ। ଆଉ ବଳକା ଗଛ ଗୁଡ଼ାକ ନା ମୁଁ ଖରାରେ ରଖୁଛି, ଯେହେତୁ ଗଛ ଗୁଡ଼ାକ ବହୁତ ହି ହେଲ୍ଦି ଅଛି। କିନ୍ତୁ ଆଜି ଗୋଟେ ସୁମୁତା ଗଛ ପାଇଲି, ବହୁତ ହି ଭଲ ଲାଗିଲା। କାହିଁକିନା ସୁମୁତା ଗଛ ବହୁତ ଦିନ ହେଲା ମା ଖୋଜୁଥିଲେ, କାହିଁକିନା ମାଆଙ୍କର ଦରକାର ଥିଲା ମା ଲକ୍ଷ୍ମୀଙ୍କ ପାଇଁ। ତ ସେଥିପାଇଁକା ମୁଁ ତାକୁ ବି ପାଇଗଲା ପରେ ତାକୁ ଗୋଟେ ବଡ଼ କୁଣ୍ଡରେ ଲଗେଇଦେଲି। ଆଉ ବଳକା ଗଛ ସବୁ ମୁଁ ଜାଗା ସବୁ ଅଲଗା ଅଲଗା କରିକି ରଖିଲି, କାହିଁକିନା ଯେମିତି ଖରା ପାଉ ସକାଳର 1 ଘଣ୍ଟା ଭଳି ଯଦି ଖରା ଏଇ ଗଛ ସବୁ ପାଇଲା ନା, ତାହେଲେ ଆପଣଙ୍କ ଗଛ ବି ବହୁତ ହି ବଢ଼ିଆ ଗ୍ରୋଥ୍ ହେବ। କାହିଁକିନା ସୂର୍ଯ୍ୟ କିରଣ ପାଇଁ ଆମ ଗଛଟା ଅଧିକ ଗ୍ରୋଥ୍ ହେଇଥାଏ, ଆଉ ତା ସହିତ ସୂର୍ଯ୍ୟ କିରଣ ଦ୍ୱାରା ହିଁ ଆମ ଗଛ ବହୁତ ହି ହେଲ୍ଦି ରୁହେ। ହେଲ୍ଦି କେମିତି? ଆମ ଗଛକୁ ଯେଉଁ ଜଉଆ ପୋକ ଲାଗେ, ସେଇଟା ଅଧିକ ଛାଇରେ ରହିବା ଦ୍ୱାରା ହିଁ ଲାଗେ। ଯଦି ଆପଣ ଖରାରେ ରଖିବେ 1 ରୁ 2 ଘଣ୍ଟା ଭଳି ନା, ତାହେଲେ ଆପଣଙ୍କ ଗଛରେ କୌଣସି ଜଉଆ ପୋକ ଲାଗିବନି, ବହୁତ ହି ହେଲ୍ଦି ରହିବ। ଆଉ ତା ସହିତ ଗଛ ଗୁଡ଼ାକ ଭଲ ହୁ ହୁ ହେଇକି ବି ମଧ୍ୟ ବଢ଼ିବ। ଘରେ ଆମେ ଯେଉଁ ବନେଇକି ଦେଉଛନ୍ତି ବହୁତ ସାରା ଭିଟାମିନ୍ ନା, ତ ସେଇଥିରେ କେବଳ ଗଛକୁ ଭିଟାମିନ୍ ମିଳୁଛି ତାହା ନୁହେଁ, ଆମ ଗଛକୁ ସୂର୍ଯ୍ୟ କିରଣରୁ ବି ମଧ୍ୟ କିଛି ଭିଟାମିନ୍ ମିଳୁଛି, ଯେଉଁଥିପାଇଁ ତ ଆମ ଗଛ ଏତେ ଜଲ୍ଦି ବଢ଼ୁଛି। ତ ସେଥିପାଇଁ ପ୍ରତ୍ୟେକଟି ଗଛକୁ ସୂର୍ଯ୍ୟ କିରଣ ବି ବହୁତ ଦରକାର। ତ ସେଥିପାଇଁ ମୁଁ ଏଇ ଛୋଟ ଛୋଟ ଚାରା ଯେଉଁ ପ୍ରସ୍ତୁତ କରିଥିଲି, ତାକୁ ବି ମଧ୍ୟ ସୂର୍ଯ୍ୟ କିରଣ ଯେମିତି ପାଇବ, ତାକୁ ସେଇଭଳିଆ ଜାଗା ଦେଖିକି ରଖିଲି। ମୋର ଏଇଠି ବେଶୀ ଭଲ ଜାଗା ମୁଁ ପାଇଲି କେଉଁଠି କହିଲି, ଟାଙ୍କି ପାଖରେ। କାହିଁକିନା ଏଇଠି ଥଣ୍ଡା ବି ପଡ଼ିବ ଆଉ ଖରା ବି ଖାଇବ। ଏ ଗଛକୁ ଯେହେତୁ ହାଲକା ଖରା ଦରକାର, ସେଥିପାଇଁ ସକାଳର ମୋର ବି ଏଇ ଜାଗାରେ 1 ଘଣ୍ଟା ଭଳି ଖରା ପଡ଼ୁଛି, ବେଶୀ ଖରା ପଡ଼ୁନି। ତାପରେ ଛାଇ ପଡ଼ୁଛି। ତ ସେଥିପାଇଁ ମୁଁ ସେଇ ଖରା ଜାଗା ଦେଖିକି ମନ୍ଦାର ଗଛ ଗୁଡ଼ା ସବୁ ସାଇଡ଼୍ କରି ରଖିଦେଲି, ଆଉ ଏପଟ ସାଇଡ଼୍ରେ ମୁଁ ସେବତୀ ଆଉ ଅପରାଜିତା ଗଛ ରଖିଦେଲି। ଏଇଠି ମିନି ନର୍ସରୀ ଖୋଲିଛି। ମିନି ନର୍ସରୀରେ ମୋର ବହୁତ ଗୁଡ଼ିଏ ଚାରା ପ୍ରସ୍ତୁତ କରିଛି, ଯେଉଁଥିରେ ଡାଇନିଥସ୍ ଅଛି, ଅଙ୍ଗୁର ଲଟା ଅଛି। ଅଙ୍ଗୁର ଲଟା ବି ବହୁତ ହି ବଢ଼ିଆ ଲାଗିକିରି ଗଛ ହେଇଗଲାଣି। ତା ସହିତ କିଛି ମନ୍ଦାର ଭେରାଇଟି କ୍ୱାଲିଟିର ଅଛି। ଡାଲିଆ ଡାଳ ଲାଗିବା ବହୁତ ସହଜ। ଆପଣମାନେ ବି ଡାଲିଆ ଡାଳ ଲଗେଇ ପାରିବେ ବିନା ରୁଟିଂ ପାଉଡ଼ର ଆଉ ବିନା ହରମୋନ୍ରେ। କାହିଁକିନା ଏଇ ଡାଲିଆ ଡାଳ ଯଦି ଏବେଠୁ ଲଗେଇଦେବେ ନା, ଏଇ ଖରା ଦିନରେ ବି ମଧ୍ୟ ଫୁଲ ଦେବ। ଆଉ ନେକ୍ସଟ ଇୟର ପର୍ଯ୍ୟନ୍ତ ମଧ୍ୟ ଆପଣ ଏଇଭଳି ଡାଳକୁ କାଟି କୁଟିକି ଲଗେଇଲେ ବହୁତ ଇଜିଲି ରହିଯିବ। ତ ଡାଲିଆ ଡାଳ ତ ମୁଁ ଲଗେଇଛି, ତା ସହିତ କିଛିଟା ମନ୍ଦାର ବି ରଖିଛି, ଆଉ କିଛିଟା ଡାଇନେଥସ୍। ଡାଇନେଥସ୍ଟା ଏବେ ବି କଢ଼ ଆସିବା ଆରମ୍ଭ ହେଲାଣି। ଆଉ ଏଇ ମନ୍ଦାରଟା ମୋ ପାଇଁ ସ୍ପେଶାଲ୍, କାହିଁକି ନା ହେଉଛି ଏଇ ମନ୍ଦାରଟା ନା ବହୁତ ହି ବଢ଼ିଆ ମନ୍ଦାର, ଯେଉଁଟା ହାଇବ୍ରିଡ୍ କଲେକ୍ସନରେ ଆସିବ। ଏବେ ଗଛକୁ ତ ଏମିତି ଭାବରେ ରଖିଦେଇଛି, କିନ୍ତୁ ଏଠି ଟିକେ ଜାଗା ରଖିଛି। ଆପଣମାନେ ଭାବୁଥିବେ କ'ଣ ପାଇଁ ରଖିଛି, କାହିଁକିନା ସେଟା ଯେହେତୁ ଟିକେ ବଡ଼ ଗଛ, ତାକୁ ଟିକେ ଅଧିକା ଖରା ଦରକାର, ଆଉ ତା ପାଖରେ ଗଛକୁ ଦୂରେଇ ରଖିବା ଦରକାର।